ରାଜସ୍ଥାନର ଜୟପୁର ସହରରେ ଗତ ସୋମବାର ରାତିରେ ଘଟିଥିବା ଏକ ଭୟଙ୍କର ସଡ଼କ ଦୁର୍ଘଟଣାର ଭିଡିଓ ଏବେ ସମସ୍ତଙ୍କୁ ଚମକାଇ ଦେଇଛି। ନହରଗଡ଼ ଅଞ୍ଚଳର ସନ୍ତୋଷୀ ମା ମନ୍ଦିର ନିକଟରେ ଏକ ଏସ୍ୟୁଭି ଗାଡ଼ି ବହୁ ପଦଯାତ୍ରୀ ଓ ଦୁଇଚକିଆ ଚାଳକଙ୍କୁ ଚାପି ଦେଇ ଚାଲିଯାଇଛି। ଏହି ଦୁର୍ଘଟଣାରେ 3 ଜଣଙ୍କ ମୃତ୍ୟୁ ଘଟିଛି ଓ 6 ଜଣ ଗୁରୁତର ଭାବେ ଆହତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ଭାଇରାଲ ଭିଡିଓରେ ଦେଖାଯାଉଛି ଯେ ଗାଡ଼ିଟି ଦ୍ରୁତ ଗତିରେ ଆସି ଅନେକ ଲୋକଙ୍କୁ ଧକ୍କା ଦେଇ ଚାଲିଯାଇଛି। ଘଟଣା ପରେ ସ୍ଥାନୀୟ ଲୋକମାନେ ସଚେତନ ଭାବରେ ଗାଡ଼ିଟିକୁ ଘେରି ଡ୍ରାଇଭରଙ୍କୁ ଧରି ପୋଲିସଙ୍କ ହାତରେ ସମର୍ପଣ କରିଥିଲେ। ଅଭିଯୁକ୍ତ ଡ୍ରାଇଭରଙ୍କ ନାମ ଉସ୍ମାନ ଥିବା ବୋଲି ଚିହ୍ନଟ କରାଯାଇଛି ଏବଂ ସେ ଘଟଣା ସମୟରେ ମଦ୍ୟପାନ କରି ଗାଡ଼ି ଚଳାଉଥିଲେ। ତେବେ ପୋଲିସ ତଥ୍ୟ ଅନୁସାରେ ଉସ୍ମାନ ଜୟପୁରର ଭିକେଆଇ ଇଣ୍ଡଷ୍ଟ୍ରିଆଲ ଏରିଆରେ ଏକ କାରଖାନା ଚଳାନ୍ତି। ତାଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା BNS ଧାରା 106 ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଅତିରିକ୍ତ ଉତ୍ତର ଉପ ପୁଲିସ କମିଶନର ବଜରଙ୍ଗ ସିଂ ଶେଖୱାତ କହିଛନ୍ତି, ଏହି ଗାଡ଼ି MI ରୋଡ ଅଞ୍ଚଳରୁ ଆସୁଥିଲା। ତାଙ୍କୁ ନହରଗଡ଼ ଛଡ଼ା MI ରୋଡରେ ମଧ୍ୟ କିଛି ଲୋକଙ୍କୁ ଆହତ କରିଥିବା ତଥ୍ୟ ମିଳିଛି। ବ୍ୟୁରୋ ରିପୋର୍ଟ, ଭଏସ୍ ଅଫ୍ ଓଡ଼ିଶା ଲାଇଭ୍।